ଆମ ଶ୍ରୀକ୍ଷେତ୍ର ରଜ ମହୋତ୍ସବ ଚଳିତ ବର୍ଷ 11ତମ ରଜ ମହୋତ୍ସବ ପାଳନ କରିବାକୁ ଯାଉଛୁ। ପ୍ରତ୍ୟେକ ବର୍ଷ ଆପଣମାନଙ୍କର ସହଯୋଗ ଯୋଗୁଁ ଆଜି ଶ୍ରୀକ୍ଷେତ୍ର ରଜ ମହୋତ୍ସବ ପୁରୀରେ ଏକ ଅଗଣା ଅନୁଷ୍ଠାନ। ଆଉ ସମସ୍ତେ ନିଜେ ମଧ୍ୟ ଫିଲ୍ କରିପାରୁଥିବେ ଯୋଉ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତ୍ୟେକ ଦିନ ଯୋଉ ଏଠି ଦର୍ଶକ ସଂଖ୍ୟା ଆଉ ଯୋଉ ଦୋଳି ଖେଳିବା ପାଇଁ ସଂଖ୍ୟା ଅଧିକ ମାତ୍ରାରେ ବଢି ବଢି ଚାଲୁଛି। କେବଳ ବିରୁଦ୍ଧ ମାନେ ଆମର ମିଡିଆ ପ୍ରଚାର ପ୍ରସାର ଯୋଗୁଁ ଏଇଟା ଆଜି ସଫଳ ହୋଇଛି। ଆଜି ଶ୍ରୀକ୍ଷେତ୍ର ରଜ ମହୋତ୍ସବର 11ତମ ଯୋଉ 14, 15, 16 ଚଳିତ ବର୍ଷ 3 ଦିନ ଧରି ଅନୁଷ୍ଠିତ। ସେଥିପାଇଁ ପ୍ରଥମେ ଏଠାରେ ଉପସ୍ଥିତ ସାମିଛେ ମାଙ୍କ ପାଖରେ ପାଣ୍ଡିର ଟ୍ରେଜରର ଦିଗମ୍ବର ପଣ୍ଡା ମଧ୍ୟ ଏବଂ ଆମର ପୁନା ମଧ୍ୟ ଅଛି ପାଣ୍ଡା ଦିଲ୍ଲୀର ଆମର ଆମର 3 ଦିନ ଯାକ এই ଅଞ୍ଚଳର ସବୁ ପିଲାମାନଙ୍କୁ ନେଇ ଦୋଳି ଖେଳ ଏବଂ ଦୌଡ଼ି ଆଦି ଖେଳ ଆଉ ମ୍ୟୁଜିକ୍ ଚେୟାର ଏବଂ ପିଠା ପ୍ରତିଯୋଗିତା ହେବ, ଯାହାର ପୁରସ୍କାର ଆମର 16 ତାରିଖ ଦିନ ଷ୍ଟେଜରେ ଦିଆଯାଇଛି। 3 ଦିନ ପ୍ରୋଗ୍ରାମରେ ଆମର 14 ତାରିଖରେ ଲୋକାଲ ସବୁ ପିଲାମାନଙ୍କୁ ନେଇକି ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ଦ୍ୱିତୀୟ ଦିନରେ ଗତ ବର୍ଷ ନିଶ୍ଚୟ କିଛି ନୂତନ ରହିବ, କାରଣ ଆପଣ ଜାଣିଛନ୍ତି ପ୍ରତ୍ୟେକ ବର୍ଷ ଭଳି ଆମେ ଚଳିତ ବର୍ଷ ଭାବୁଛୁ ନିଶ୍ଚୟ ଏହାକୁ ଆଉ ଟିକେ ଆଟ୍ରାକ୍ସନ କରିବୁ ବୋଲି। ମୁଖ୍ୟ ଆକର୍ଷଣ ହେଲା ଆମର ଦୋଳି। ଯେହେତୁ ବର୍ତ୍ତମାନ ଆପଣ ଦେଖୁଥିବେ ଗାଁ ଗହଳିରେ ଦୋଳି ପଡେ ଏବଂ ଅର୍ବାନ ଏରିଆରେ ଦୋଳି ପଡି ନଥାଏ, ଏଠି ଯୋଉ ରଜ ମହୋତ୍ସବ ସ୍ପେଶାଲ ହେଲା ଦୋଳି ଆଟ୍ରାକ୍ସନ ଏବଂ ଯୋଉ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଅସୀମା ପଣ୍ଡା ଯୋଉ ଆମର ତାଙ୍କ ନୃତ୍ୟ ସଙ୍ଗୀତ ପରିବେଷଣ କରିବେ, ସେ ନିଶ୍ଚୟ ଓଡ଼ିଶାର ଗୋଟେ ସୁନାମଧନ ଗାୟିକା ଏବଂ ପପୁ ପମ୍ପମ୍ ନିଶ୍ଚୟ ସମସ୍ତଙ୍କୁ ଭଲ ଲାଗିବ। ଏବଂ ମୁଖ୍ୟ ଜିନିଷ ହେଲା ଯୋଉ ପିଲାମାନେ ରଜ ସହର ମାନଙ୍କରେ ଯୋଉ ଝିଅ ମାନେ ଏନ୍ଜୟ କରିପାରୁନଥିଲେ, ସେମାନେ ନିଶ୍ଚୟ ବୁଢୀମା ତୋଟାରେ ଯୋଉ ପରିବେଶ ଏଠି ଠାକୁରାଣୀ ଅଛନ୍ତି ନିଶ୍ଚୟ ଏ ରଜର ମଉଜ ନେବେ। ଏବଂ ଏଠି ବିଭିନ୍ନ ପ୍ରକାର ମଧ୍ୟ ଖାଦ୍ୟ ଷ୍ଟଲ୍ ପଡିବ, ପାନ ଷ୍ଟଲ୍ ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫୁଡ୍ ଷ୍ଟଲ୍ ପଡିବ, ତାର ମଧ୍ୟ ସମସ୍ତେ ଆନନ୍ଦ ନେଇପାରିବେ ମୋର ଆଶା ଭରସା ଅଛି।